ଶୁଣ ହେ ସୁଜନେ ରସ କର୍ଣ୍ଣ ମନ ଲୋଭା ରତ୍ନାକର ମଧ୍ୟରେ ସିଂହଳ ଦୀପ ଶୋଭା ଯେ କହିବାର ନୁହେଁ ସେ କଟକ ଛଟକକୁ ରତ୍ନ ଝଟକରେ ହସେ ଆନ କଟକକୁ ଯେ। ଲାବଣ୍ୟବତୀର ଦ୍ୱିତୀୟ ଛାନ୍ଦ ସିଂହଳ ଦ୍ୱୀପର ନଗର ବର୍ଣ୍ଣନା ଅତ୍ୟନ୍ତ ଚମତ୍କାର। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କର ମହାନ କାଳ୍ପନିକ କାବ୍ୟ ଲାବଣ୍ୟବତୀ ଏକ ନାୟିକା ପ୍ରଧାନ କାବ୍ୟ ଏବଂ ବିଶେଷ କରି ସିଂହଳ ଦ୍ୱୀପ ଯେଉଁ କୁହାଯାଉଛି ସିଂହଳ ରାଜକନ୍ୟା ଲାବଣ୍ୟବତୀ, ସେଥିପାଇଁ ସିଂହଳ ଦ୍ୱୀପର ଶୋଭାକୁ ଅତ୍ୟନ୍ତ ଚମତ୍କାର ଭାବରେ ବର୍ଣ୍ଣନା କରିଛନ୍ତି କବି ସମ୍ରାଟ। ଦ୍ୱିତୀୟ ଛାନ୍ଦର ଆରମ୍ଭରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସେକାଳର କାବ୍ୟାଦର୍ଶ ଅନୁଯାୟୀ ସିଂହଳ ଦ୍ୱୀପର ନଗର ବର୍ଣ୍ଣନା କରିଛନ୍ତି। ଯେଉଁ ନଗରୀ ନାନା ପ୍ରକାର ରୂପ ବିଭବ ଏବଂ ପ୍ରାଚୁର୍ଯ୍ୟରେ ପରିପୂର୍ଣ୍ଣ ନିଶ୍ଚିତ ଭାବରେ, ଆଉ ସେଥିପାଇଁ ତ କୁହାଯାଇଛି ଶୁଣ ହେ ସୁଜନେ ରସ କର୍ଣ୍ଣ ମନ ଲୋଭା ରତ୍ନାକର ମଧ୍ୟରେ ସିଂହଳ ଦ୍ୱୀପ ଶୋଭା ଯେ। ଏହାର ଅର୍ଥ ଏହିପରି, ସୁଜନେ ଅର୍ଥାତ୍ କାବ୍ୟାଦର୍ଶୀ ରସିକମାନେ, ଅଥଚ ଉତ୍ତମ ଜନମାନେ ଉତ୍ତମ ଲୋକମାନେ, ପୁନଶ୍ଚ ରସ କାବ୍ୟର ରସ, କର୍ଣ୍ଣ ଏବଂ ମନଲୋଭା ଯାହା କର୍ଣ୍ଣକୁ ଏବଂ ମନକୁ ତୃପ୍ତି ପ୍ରଦାନ କରିଥାଏ। କୁହାଯାଇଛି ରତ୍ନାକର ଯାହାର ଅର୍ଥ ସମୁଦ୍ର ଏବଂ ସିଂହଳ ଅର୍ଥାତ୍ ଶ୍ରୀଲଙ୍କା। ଏହି ଦ୍ୱିତୀୟ ଛାନ୍ଦର ଆରମ୍ଭରେ ପ୍ରଥମେ କବି ସୁଜନମାନଙ୍କୁ ବା ଉତ୍ତମ ଜନମାନଙ୍କୁ, ଯେଉଁମାନେ କାବ୍ୟର ଗୁଣମୁଗ୍ଧ ରସିକ ପାଠକ, ସେମାନଙ୍କୁ ସମ୍ବୋଧନ କରିଛନ୍ତି। ଅଥଚ ଶ୍ରବଣ ସୁଖଦାୟୀ ଏବଂ ମନମୁଗ୍ଧକର ଏହି ଛାନ୍ଦକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି। ଚାରିପାଖ ସମୁଦ୍ର ପରିବେଷ୍ଟିତ ସିଂହଳ ଦ୍ୱୀପର ଅତ୍ୟନ୍ତ ମନମୁଗ୍ଧକର ପରିବେଶକୁ ଶୁଣିବା ପାଇଁ କବି ଏହି କାବ୍ୟର ରସିକମାନଙ୍କୁ ଅନୁମୋଦନ କରିଛନ୍ତି, ଅନୁରୋଧ କରିଛନ୍ତି। ଦ୍ୱିତୀୟ ପଦରେ ଯଥାକ୍ରମେ କୁହାଯାଇଛି କହିବାର ନୁହେଁ ସେ କଟକ ଛଟକକୁ ରତ୍ନ ଝଟକରେ ହସେ ଆନ କଟକକୁ ଯେ। କହିବାର ନୁହେଁ ଯାହା ଅବର୍ଣ୍ଣନୀୟ, ଯାହା କହିବାର ନୁହେଁ। ଛଟକ ଅର୍ଥାତ୍ ଶୋଭା ବା ତାର ସୌନ୍ଦର୍ଯ୍ୟ ଚାତୁରୀ ଏହି ନଗରୀର ଯେଉଁ କୁହାଯାଉଛି ସିଂହଳ ନଗର। ପୁନଶ୍ଚ କୁହାଯାଇଛି ରତ୍ନ ଝଟକରେ, ହୀରା ନୀଳା ମୋତି ମାଣିକ ଇତ୍ୟାଦି ରତ୍ନରେ ବିଭୂଷିତ ହୋଇଛି ଏହି ସିଂହଳ ନଗରୀ। ସେହି ଲଙ୍କା ନଗରୀ ରତ୍ନରେ ଖଚିତ ହୋଇ ଏତେ ସୌନ୍ଦର୍ଯ୍ୟ ଦେଖାଯାଉଛି, ଏତେ ସୁନ୍ଦର ଦେଖାଯାଉଛି ଯେ ଯାହା କବି କଳ୍ପନାରେ ଅବର୍ଣ୍ଣନୀୟ, ଯାହାକୁ ବର୍ଣ୍ଣନା କରିବା ସମ୍ଭବ ନୁହେଁ। ଅଥଚ ସେହି ରତ୍ନମାନଙ୍କର ଦୀପ୍ତିରେ ଅନ୍ୟ ସବୁ ନଗରୀ ତୁଚ୍ଛ ହୋଇଯାଇଛି। ଅଛନ୍ତି ଧନ ଦଶମ ଧନବନ୍ତ ମାନେ କର୍ଣ୍ଣେ ଶୁଣା ଅଛି ସମାନକୁ ଏକା ଦାନେ ଯେ। ଧନଦ ଅର୍ଥାତ୍ କୁବେର, ଯିଏ ଧନ ଦାନ କରେ। ଧନବନ୍ତ ଧନୀ ଲୋକମାନେ, କର୍ଣ୍ଣେ ଶୁଣା ଅଛି କାନରେ ଶୁଣାଯାଇଛି। ମହାଭାରତରେ ମହାଦାନୀ କର୍ଣ୍ଣଙ୍କର ଦାନର ମହିମା ଶୁଣାଯାଇଅଛି। ସିଂହଳ ଦେଶରେ ଏହିପରି ଧନୀ ବ୍ୟକ୍ତିମାନେ ଅଛନ୍ତି, ଆଉ ସେମାନେ ଦାନ କ୍ଷେତ୍ରରେ ମହାଭାରତର ଦାନୀ କର୍ଣ୍ଣଙ୍କ ସହ ନିଶ୍ଚିତ ଭାବେ ତୁଳନୀୟ। ଯେତେ କୋଟି ସୁବର୍ଣ୍ଣ ଯାହାକୁ ମିଳେ ତହିଁ, ତେତେ କୋଟି କଳସ ସେ ମନ୍ଦିରେ ବସାଇ ହେ। ସୁବର୍ଣ୍ଣ ଅର୍ଥାତ୍ ସୁନା ମୋହର, କୋଟି ସଂଖ୍ୟା ବିଶେଷ, କଳସ ମାଠିଆ, ସୁବର୍ଣ୍ଣ କୁମ୍ଭ। ଯେଉଁ ଲୋକର ଘରେ ଯେତେ କୋଟି ସୁନା ମୋହର ଥାଏ,
ସେ ତାଙ୍କର ପ୍ରାସାଦରେ ସେତେ ଗୋଟି କଳସ ବସାଇଥାନ୍ତି। ଏଥିରୁ ସେମାନଙ୍କର ଶାନ୍ତିଆ ରୁଚି ବା ସାମନ୍ତବାଦର ପ୍ରତୀକ ବା ସାମନ୍ତବାଦର ଆଭିଜାତ୍ୟର ପରିଚୟ ମିଳିଥାଏ। ଗୋରଚନା ପ୍ରକାରେ ଯହିଁରେ ମୃଗ ମଦ ନୀତି ଜୀର୍ଣ୍ଣ ବସନକୁ ବିକନ୍ତି ପୁଳିନ୍ଦ ଯେ। ଗୋରଚନା ଗୋରୁ ମୁଣ୍ଡରୁ ବାହାରୁଥିବା ସୁବାସିତ ଦ୍ରବ୍ୟ। ମୃଗମଦ ଯାହାର ଅର୍ଥ କସ୍ତୁରୀ, ନୀତି ପ୍ରତିଦିନ, ଜୀର୍ଣ୍ଣ ବସନ ପୁରୁଣା ଲୁଗା, ପୁଳିନ୍ଦ ଶବର। ଗୋରଚନା ଓ କସ୍ତୁରୀ ଉଭୟ ନିଶ୍ଚିତ ଭାବରେ ମୂଲ୍ୟବାନ ପଦାର୍ଥ ଅଟନ୍ତି। ଲଙ୍କା କଟକରେ ସହଜରେ କସ୍ତୁରୀ ଉପଲବ୍ଧ ହୁଏ ନାହିଁ। ତେଣୁ ଶବରମାନେ କସ୍ତୁରୀକୁ ଚିରା ଲୁଗା ବିନିମୟରେ ବିକ୍ରି କରିଥାନ୍ତି। କୁଙ୍କୁମ ଉକୁଟାଇ ହୁଅନ୍ତି ନାରୀ ଯହିଁ ହରିଦ୍ରାରେ ଆଦର କରିବେ କାହିଁ ପାଇଁ ଯେ। କୁଙ୍କୁମ ଏକ ସୁବାସିତ ପ୍ରସାଧନ ସାମଗ୍ରୀ। ଉକୁଟାଇ ଲଗାଇ, ହରିଦ୍ରା ହଳଦୀ। ସେଠାରେ ନାରୀମାନେ ପ୍ରସାଧନ ରୂପେ କୁଙ୍କୁମକୁ ବ୍ୟବହାର କରିଥାନ୍ତି। ଅଥଚ ହରିଦ୍ରାକୁ ବା ହଳଦୀକୁ ସେମାନେ ଆଦର କରିବେ କାହିଁକି? ମାର୍ଗ ମାର୍ଜନେ ରଜନୀ କର ଆଣି ଯାଇ ରଜନୀ କର ଆଣନ୍ତି ସକଟରେ ବହି ଯେ। ମାର୍ଗ ଯାହାର ଅର୍ଥ ପଥ ରାସ୍ତା, ମାର୍ଜନେ ଯାହାର ଅର୍ଥ ପରିଷ୍କାର ସ୍ୱଚ୍ଛ କରିବାରେ, ରଜନୀକର ଧୂଳି ସମୂହ। ପୁନଶ୍ଚ ରଜନୀକର ଏହାର ଅର୍ଥ କର୍ପୂର। କୁହାଯାଇଛି ସକଟରେ ଯାହାର ଅର୍ଥ ଶଗଡ଼ରେ। ସିଂହଳ ନଗରୀର ଲୋକମାନେ ଏତେ ପ୍ରାଚୁର୍ଯ୍ୟମୟ ଜୀବନକୁ ଅତିବାହିତ କରନ୍ତି ଯେ ବାଟକୁ ଓଳାଇ ଧୂଳି ପରିବର୍ତ୍ତେ ଶଗଡ଼ରେ କର୍ପୂର ଧୂଳିକୁ ବହନ କରି ଆଣିଥାନ୍ତି। ହରିତ କି ପାଇଁ ତିଆରିଲେ ବୈଦ୍ୟ କୂଳ ଭାର ବାହେ ଭାରରେ ଆଣନ୍ତି ଜାତି ଫଳ ଯେ। ହରିତକି ଅର୍ଥାତ୍ ହରିଡ଼ା ତିଆରିଲେ ବରାଦ କଲେ। ବୈଦ୍ୟକୂଳ ଅର୍ଥାତ୍ କବିରାଜ, ଆୟୁର୍ବେଦ ଔଷଧ ତିଆରି କରୁଥିବା ଚିକିତ୍ସକ ବୃନ୍ଦ। ଭାର ବାହେ ଭାରୁଆମାନଙ୍କ ସାହାଯ୍ୟରେ। ଜାତି ଫଳ ଅର୍ଥାତ୍ ଜାଇଫଳ। କବିରାଜମାନେ ହରିଡ଼ା ପାଇଁ ବରାଦ ଦେଲେ, ଭାରୁଆମାନେ ଭାର ଭାର ଜାଇଫଳ ଆଣିଦିଅନ୍ତି। ସବରି ସର୍ବରି ଶେଷେ ଅରଣ୍ୟକୁ ଯାଇ ହରି ବିଦାରିତ କରି ମୋତି ପଡ଼ି ଥାଇ ଯେ। ସର୍ବରି ଅର୍ଥାତ୍ ରାତ୍ରି, ସବରି ଅର୍ଥାତ୍ ସବରୁଣୀ। ହରି ଯାହାର ଅର୍ଥ ସିଂହ, ବିଦାରିତ ଯାହାର ଅର୍ଥ ବିଦୀର୍ଣ୍ଣ କରି ଚିରିଦେଇ, କରି ଅର୍ଥାତ୍ ହସ୍ତି, କରି ମୋତି ଯାହାର ଅର୍ଥ ଗଜମୋତି। ସବରୀମାନେ ରାତ୍ରି ଶେଷରେ ଅରଣ୍ୟକୁ ଯାଇ ଦେଖନ୍ତି ଯେ ସିଂହମାନଙ୍କ ଦ୍ୱାରା ବିଦୀର୍ଣ୍ଣ କରାଯାଇଥିବା, ବିଦାରିତ ହୋଇଥିବା ହସ୍ତିମାନେ ଏଣେତେଣେ ପଡ଼ିଛନ୍ତି ଏବଂ ସେମାନଙ୍କ ମସ୍ତକରୁ ମୋତି ବାହାରି ରକ୍ତାକ୍ତ ହୋଇ ଏଣେତେଣେ ପଡ଼ିଥାଏ। ବଦରି ଆଦରେ ନେଇ
ସରୋବରେ ଧୋଇ ବିକାତ ନ ଯିବ ବୋଲି ଆସନ୍ତି ପକାଇ ଯେ। ବଦରି ଅର୍ଥାର୍ଥ ବରକୋଳି, ଆଦରି ଯାହାର ଅର୍ଥ ଯତ୍ନ ସହକାରେ ଆଦରରେ, ସରୋବରରେ ଅର୍ଥାତ୍ ପୋଖରୀରେ, ଦନ୍ତା ହାତୀଙ୍କ ମସ୍ତକରୁ ବାହାରିଥିବା ଏଇ ମୋତି ଗୁଡ଼ିକୁ ବରକୋଳି ଭାବି ଶବରୀ ଗୋଟାଇ ନେଇ ପୋଖରୀରେ ଧୋଇ ଦିଏ। ସେଗୁଡ଼ିକ ମୁକ୍ତା ଦେଖି ସେ ବିରସରେ ତାକୁ ବଜାରରେ ବରକୋଳି ଭାବେ ବିକ୍ରି କରିପାରିବ ନାହିଁ ବୋଲି ଫିଙ୍ଗି ଦେଇ ଘରକୁ ଚାଲି ଆସେ। ଖଣ୍ଡ ପର ସୁଧାରଣ ପୁର ପରିଷ୍କାରେ ନ ଦହନ୍ତି ଶାମୁକା ମୁକୁତା ବିହୀନରେ ଯେ। ଖଣ୍ଡ ପରଶୁ ଧାରଣ ଅର୍ଥାର୍ଥ ମହାଦେବ, ପୁର ଯାହାର ଅର୍ଥ ମନ୍ଦିର, ପରିଷ୍କାର କରିବା ଯାହାର ଅର୍ଥ ଚୂନକୁ ଧଉଳାଇବା, ଦହନ୍ତି ଯାହାର ଅର୍ଥ ପୋଡ଼ନ୍ତି, ବିହୀନରେ ବ୍ୟତୀତ ଶିବ ମନ୍ଦିରରେ ଚୂନ ଧଉଳାଇବା ପାଇଁ ସେଠିକାର ଶାମୁକା ଚୂନକୁ ବ୍ୟବହାର କରା ନ ଯାଇ ମୁକ୍ତାକୁ ପୋଡ଼ି ଚୂନ ରୂପରେ ବ୍ୟବହାର କରାଯାଏ। ଯେଉଁ ହେମ କମନୀୟ କମ କରେ ହୋଇ ସେ ଗ୍ରହଣ ବାରବାନେ ଦୃକପାତ ନାହିଁ ଯେ। ହେମ ଅର୍ଥାର୍ଥ ସୁବର୍ଣ୍ଣ ବା ସୁନା, କମନୀୟ ସୁନ୍ଦର, କମ ଯାହାର ଅର୍ଥ କାରୁକାର୍ଯ୍ୟ, କାରିଗରୀ ଯୁକ୍ତ ଗହଣା, ଗ୍ରହଣ ଗ୍ରହଣ କରିବା ବା ଆଦୃତ ହେବା, ବାରବାନେ ଯାହାର ଅର୍ଥ ନକଲି ସୁନା, ଦୃକ୍ପାତ ଯାହାର ଅର୍ଥ ଦୃଷ୍ଟିପାତ। ସିଂହଳ ଦେଶର ଲୋକମାନେ ଧନବାନ ଓ ଐଶ୍ୱର୍ଯ୍ୟବନ୍ତ ହୋଇଥିବାରୁ ସେମାନେ ଗିନି ସୁନା ବା ନକଲି ସୁନାକୁ ନ ଚାହିଁ କେବଳ ଖାଣ୍ଟି ସୁନାରେ କାରିଗରୀ ଯୁକ୍ତ ଗହଣାକୁ ପିନ୍ଧୁଥିଲେ। ଏଇଭଳି ଭାବରେ ସିଂହଳ ନଗରର ବର୍ଣ୍ଣନା, ଯେଉଁ ତା'ର ଶୋଭା, ତା'ର ରୂପ ବର୍ଣ୍ଣନା, ଏଇ ଦ୍ୱିତୀୟ ଛାନ୍ଦର 12ଗୋଟି ପଦକୁ ଆମେ ଆଲୋଚନା କଲେ। ବାସ୍ତବିକ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କର ଅନନ୍ୟ ସୃଷ୍ଟି ଲାବଣ୍ୟବତୀ, ଯେଉଁଥିରେ ସିଂହଳ ନଗରର ରୂପକୁ ବର୍ଣ୍ଣନା କରିବା ପାଇଁ କବି ସୁନ୍ଦର ଭାବରେ ଅନେକ ଗୁଡ଼ିଏ ଛାନ୍ଦର ଅବତାରଣା କରିଛନ୍ତି ଏବଂ ପରବର୍ତ୍ତୀ ସମୟରେ ଆମେ ଏହାର ବିଭିନ୍ନ ଛାନ୍ଦକୁ ମଧ୍ୟ ଆଲୋଚନା କରିବା। ବନ୍ଦେ ଉତ୍କଳ ଜନନୀ।